କ୍ଷେତ୍ରଜ୍ଞ ମାନେ ହଁ କ୍ଷେତ୍ର ହେଲେ ମାୟା ଆଜ୍ଞା ଆଜ୍ଞା ଯୋଉଟା କି ଦୃଶ୍ୟମାନ ହଉଛି ଆଜ୍ଞା ଶରୀର କହିପାରିବା ସଂସାର କହିପାରିବା ଯାହା ବି ଚର୍ମଚକ୍ଷୁରେ ଦେଖିପାରୁଛେ କିମ୍ବା ଇନ୍ଦ୍ରିୟ ମନ ମାଧ୍ୟମରେ ଅନୁଭବ କରିପାରୁଛେ ସେ କ୍ଷେତ୍ର। ଆଜ୍ଞା କ୍ଷେତ୍ରଜ୍ଞ ହେଲେ ସେ ଆତ୍ମା ଯିଏ ଆଜ୍ଞା କ୍ଷେତ୍ରକୁ ଧାରଣ କରିଛନ୍ତି, ଯିଏ କ୍ଷେତ୍ରକୁ ବିନିଯୋଗ କରୁଛନ୍ତି, ଯିଏ ପ୍ରତ୍ୟେକ କ୍ଷେତ୍ରରେ ବିଦ୍ୟମାନ ଅଛନ୍ତି, ସେ କ୍ଷେତ୍ରଜ୍ଞ। କ୍ଷେତ୍ରଜ୍ଞ ହେଲେ କ୍ଷେତ୍ରଜ୍ଞ ହେଲେ ଶକ୍ତି ନିରାକାର ଆପଣ ନିଜେ ଆଜ୍ଞା ବୁଝିପାରୁଛି। କ୍ଷେତ୍ରଜ୍ଞ କ୍ଷେତ୍ର ରୂପକ ଏ ଶରୀରକୁ ଇନ୍ଦ୍ରିୟ ମନକୁ ଧାରଣ କରୁଛନ୍ତି। ଇନ୍ଦ୍ରିୟ ମନ ଶରୀର ପରିବର୍ତ୍ତନ ହଉଛି କିନ୍ତୁ କ୍ଷେତ୍ରଜ୍ଞ ପରିବର୍ତ୍ତନ ହଉନାହାନ୍ତି। ଜାଗୃତ ଅବସ୍ଥାରେ ସେଇ କ୍ଷେତ୍ରଜ୍ଞଙ୍କୁ ମାଧ୍ୟମ କରି କ୍ଷେତ୍ର ରୂପକ ଏ ସଂସାରକୁ ଆମେ ଦେଖୁଛେ। ସ୍ୱପ୍ନ ଅବସ୍ଥାରେ ମଧ୍ୟ ସେଇ କ୍ଷେତ୍ରଜ୍ଞଙ୍କୁ ମାଧ୍ୟମ କରି ସ୍ୱପ୍ନ ସଂସାର ପରିଚାଳନା ହଉଛି। ସୁଷୁପ୍ତି ଅବସ୍ଥାରେ କ୍ଷେତ୍ର ଅଦୃଶ୍ୟ ହେଇଯାଇଥାଏ, କ୍ଷେତ୍ରଜ୍ଞ ଥାଆନ୍ତି, ଆଜ୍ଞା ଆତ୍ମା ଥାଆନ୍ତି। ଆତ୍ମା କେବେ ଶୁଅନ୍ତିନି, ଆତ୍ମା କେବେ ଶୟନ ଅବସ୍ଥାରୁ ଜାଗୃତ ଅବସ୍ଥାକୁ ଆସନ୍ତିନି, ଆତ୍ମାର ମୃତ୍ୟୁ ହୁଏନି, ଆତ୍ମାର ଜରା ବ୍ୟାଧି ହୁଏନି। ଆତ୍ମା ଆଜ୍ଞା ସଦା ସର୍ବଦା ଯେମିତି ଥିଲେ ସେମିତି ଅଛନ୍ତି, ସବୁ ସମୟରେ, ସବୁ ସ୍ଥାନରେ, ସବୁ ପରିସ୍ଥିତିରେ। ଆଜ୍ଞା। ତ ଏଇଟା ହେଲା କ୍ଷେତ୍ରଜ୍ଞ। ଆତ୍ମ ସାକ୍ଷାତକାର ନିର୍ବାଣ ଏକ ନା ଏକ ଅଲଗା? ଏକ 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 ବାକ୍ୟ ସାକ୍ଷାତକାର, ଆତ୍ମା ସାକ୍ଷାତକାର। ଆତ୍ମ ସାକ୍ଷାତକାର ମାନେ ଆତ୍ମାକୁ ଏବେ ଆମେ ଚିହ୍ନି ପାରୁନେ। ଆତ୍ମା ଅଛି ଶରୀର ଭିତରେ ସୂକ୍ଷ୍ମାତି ସୂକ୍ଷ୍ମ ଭାବରେ, ଶରୀର ଇନ୍ଦ୍ରିୟ ମନର ଉର୍ଦ୍ଧ୍ୱରେ ଅଛି, ଆମେ ନାହିଁ କହିପାରିବାନି, ଶାସ୍ତ୍ର ଆଜ୍ଞା ପ୍ରମାଣ। ଆତ୍ମା ଥାଇକିରି ଏବେ ଆମେ ତାଙ୍କୁ ଚିହ୍ନି ପାରୁନେ, ଆମେ ତାଙ୍କୁ ବୁଝିପାରୁନେ କୋଉଠି ଅଛନ୍ତି ଆତ୍ମା, କେମିତି ଅଛନ୍ତି। ଆତ୍ମାକୁ ଆମେ ଏକ ବସ୍ତୁ ପରିକା ଦେଖିବା ପାଇଁ ଚେଷ୍ଟା କରୁଛେ, ବିଷୟକୁ ବସ୍ତୁ ପରିକା, ଦ୍ରଷ୍ଟାକୁ ଦୃଶ୍ୟ ପରିକା ଦେଖିବା ପାଇଁ ଚାହୁଁଛେ। ଆମେ ଭାବୁଛେ ଆତ୍ମାଟି କଣ ଶକ୍ତି ହେଇଥିବ, ଗୋଟେ ଆକାର ହେଇଥିବ, ଗୋଟେ ପବନ ହେଇଥିବ କୋଉଠୁ ବାହାରିବ ଶରୀରରୁ। ୟୁଟ୍ୟୁବରେ କିଛି ଭିଡିଓ ଦେଖିଛେ, ଟିଭିରେ କିଛି ଆନିମେଟେଡ ଭିଡିଓ ଦେଖିଛେ, ଭୂତାତ୍ମା କେମିତି ଠିଆ ହେଇଥିବ। ଏସବୁ ଧାରଣାକୁ ମାଧ୍ୟମ କରି ଆମେ ପରଖୁଛେ, ଆମେ ଚେଷ୍ଟା କରୁଛେ ଆତ୍ମା ଗୋଟେ ଆକାର ହିଁ ଥିବ, ଆତ୍ମାର କିଛି ରଙ୍ଗ ବର୍ଣ୍ଣ ଥିବ, ଆତ୍ମାର କିଛି ସ୍ୱରୂପ ଅନୁଭବ ଥିବ, ଅନୁଭବ କରିବା କିନ୍ତୁ ଅସମ୍ଭବ। ଅସମ୍ଭବ କଣ, ସେ ଯେହେତୁ ନିଜେ ଆପଣ, ସେ ଯେହେତୁ ଇନ୍ଦ୍ରିୟ ମନର ଉର୍ଦ୍ଧ୍ୱର ବିଷୟ, ତାକୁ ଆମେ ଇନ୍ଦ୍ରିୟ ମନ ମାଧ୍ୟମରେ ଦେଖିପାରିବାନି। ତ ଆଜ୍ଞା ଯୋଉ ମୁହୂର୍ତ୍ତରେ ଆମେ ସାଧନାକୁ ଆଚରଣ କରି, ସତ୍ସଙ୍ଗକୁ ଆଚରଣ କରି, ଗୁରୁବାଣୀକୁ ଆଚରଣ କରି, ଶାସ୍ତ୍ର ଅନୁଯାୟୀ ବିଧିବତ ଜୀବନ ଯାପନ କରିବା, ସେ ଆତ୍ମା ସାଙ୍ଗରେ ମନକୁ ସମାହିତ କରିବା, ଇନ୍ଦ୍ରିୟଙ୍କୁ ସମାହିତ କରିବା, ଏକ ହେଇଯିବା। ସେ ଆଜ୍ଞା ସମୟରେ ସେ ସ୍ଥିତିରେ ଆମେ ଚିହ୍ନିବା, ଆମେ ବୁଝିବା, ମନ ମାଧ୍ୟମରେ ହିଁ ଚିହ୍ନିବା ସବୁ କିଛି ଜିନିଷ। ଇନ୍ଦ୍ରିୟ ମାଧ୍ୟମରେ ହିଁ ଆମେ, ଇନ୍ଦ୍ରିୟ ସମାହିତ ମାଧ୍ୟମରେ ଅନୁଭବ ଅଛି, କାହିଁକି ନା ଅନୁଭବ ବିନା ଆମେ ଗୋଟେ ଜିନିଷ ସାଧନାର ଅନ୍ତ ଅଛି। ଆମେ ଏମିତି କହିବାନି ଯେ ବ୍ରହ୍ମାନୁଭୂତି କରି ହୁଏନି, ବ୍ରହ୍ମାନୁଭୂତି କରି ହୁଏନି ନୁହଁ, ବ୍ରହ୍ମାନୁଭୂତି କରିହୁଏ। କିନ୍ତୁ ସେ ବ୍ରହ୍ମାନୁଭୂତିର ଯୋଉ ଅବସ୍ଥା ଅଛି, ସେ ଅବ୍ୟକ୍ତ ଅବସ୍ଥା। ଆମେ କହିବେ ଅବ୍ୟକ୍ତ ଅବସ୍ଥା କେମିତି, ଯଦି ଅନୁଭବ କରିହୁଏ ଅବ୍ୟକ୍ତ କେମିତି? ଏମିତି ବୁଝନ୍ତୁ, ରାତିରେ ଆମେ ଶୋଇଲେ, ସୁଷୁପ୍ତି ଅବସ୍ଥାରେ ଶୋଇଲେ, ଗାଢ ନିଦ୍ରା ଅବସ୍ଥାକୁ ପଳେଇଲେ, କୌଣସି ସ୍ୱପ୍ନ ନାହିଁ, କୌଣସି ସଂସାର ନାହିଁ, ଶାନ୍ତି ଲାଗିଲା, ଆନନ୍ଦ ଲାଗିଲା, ଭାରି ତୃପ୍ତ ଲାଗିଲା। କିନ୍ତୁ ଶୋଇକି ଉଠିଲା ପରେ ଆପଣଙ୍କୁ ଜଣେ କହିବେ ମତେ ଟିକେ ସୁଷୁପ୍ତି ଅବସ୍ଥାକୁ ବର୍ଣ୍ଣନା କରନ୍ତୁ। ଆପଣ କହିବେ କେମିତି ବର୍ଣ୍ଣନା କରିବେ ଆଜ୍ଞା, ତାର କିଛି ରଙ୍ଗ ରୂପ ନାହିଁ। ତ ସେ ପଚାରିବେ ଆପଣ ଅନୁଭବ କରିଛନ୍ତି? ହଁ ଅନୁଭବ କରିଛି, କରିନି କେମିତି, ମତେ ଶାନ୍ତି ଲାଗିଲା, ଭାରି ଆନନ୍ଦ ଲାଗିଲା। ଶାନ୍ତିଟା କେମିତି ଲାଗିଲା ମତେ ଦେଖାନ୍ତୁ। କରିହବନି, ଅବ୍ୟକ୍ତ ଅବସ୍ଥା। ଯେମିତି ଆଜ୍ଞା ସୁଷୁପ୍ତି ଅବ୍ୟକ୍ତ ଅବସ୍ଥା, ସେମିତି ଆତ୍ମ ସାକ୍ଷାତକାର ତାଠୁ ସୂକ୍ଷ୍ମାତି ସୂକ୍ଷ୍ମ ଅବ୍ୟକ୍ତ ଅବସ୍ଥା। ନିଜେ ଅନୁଭବ କରନ୍ତି, ନିଜେ ଦ୍ରଷ୍ଟା, ଏକ ହେଇକିରି ଏ ସଂସାରର ଏକତାକୁ ଚିହ୍ନୁଛନ୍ତି। ସବୁ କିଛି ମୁଁ ହିଁ, ଯାହା କିଛି ଦେଖୁଛି। ଫେର ପ୍ରଶ୍ନ ଆସିଯିବ, ଦେଖୁଛି କାହାକୁ ଦେଖୁଛନ୍ତି? ଯଦି ଦ୍ରଷ୍ଟା ଦୃଶ୍ୟକୁ ଦେଖୁଛନ୍ତି, ତାହେଲେ ସେଠି ଦୁଇ ଅଛନ୍ତି? ଦୁଇ ନାହାନ୍ତି, ଏକ ଅଛନ୍ତି। କେମିତି ଅଛନ୍ତି? ଅନୁଭବ କରିବାକୁ ପଡିବ। ଇଏ ଅବ୍ୟକ୍ତ ଅବସ୍ଥା। ଏ ଆଜ୍ଞା ଅବସ୍ଥାକୁ ପାଟିରେ ବର୍ଣ୍ଣନା କରି ଆମେ କହିପାରିବାନି, ଅନୁଭବ ମାଧ୍ୟମରେ। ଯେମିତି ସୁଷୁପ୍ତିକୁ ପାଟିରେ ବର୍ଣ୍ଣନା କରି ହୁଏନି, କିନ୍ତୁ ସୁଷୁପ୍ତିର ଅନୁଭବ ଅଛି। ସେମିତି ଜଣେ ବ୍ୟକ୍ତି ଆତ୍ମ ସାକ୍ଷାତକାର ଯେତେବେଳେ କରନ୍ତି, ଚର୍ମ ଚକ୍ଷୁରେ, ଇନ୍ଦ୍ରିୟ ସଂଯମତାରେ, ମନର ଏକାଗ୍ରତାରେ ଏ ସତ୍ୟକୁ ଦେଖିପାରନ୍ତି, ମୁଁ ହିଁ ମୁଁ, ସବୁଠାରେ ମୁଁ, ଯାହାକୁ ଦେଖୁଛି। ଶରୀରକୁ ଶରୀର ରୂପରେ ଦେଖୁଛନ୍ତି, କିନ୍ତୁ ଆଜ୍ଞା ଅନ୍ତଃ ମନରେ ଚିହ୍ନୁଛନ୍ତି ଇଏ ମୁଁ।
ବୁଝନ୍ତୁ ଏ କଥାକୁ। ଗୋଟେ ଆଜ୍ଞା କୁକୁରକୁ ଦେଖୁଛନ୍ତି, କୁକୁରକୁ କୁକୁର ରୂପରେ ଦେଖୁଛନ୍ତି, କୁକୁର ବୁଲୁଛି ତାକାର, କିନ୍ତୁ ଚିହ୍ନୁଛି ମୁଁ ଏ କୁକୁର ମୁଁ। ଆଜ୍ଞା। ଯେମିତି ଦେଖୁଛେ ସାକାରରେ, ଚିହ୍ନୁଛେ ହଁ ନିରାକାରରେ। ଆଜ୍ଞା ବାସ୍ ଏଇଟା ଏଇଟା ଗୋଟେ ଆଜ୍ଞା ଅଦ୍ଭୁତ ଲାଗିବ, ଅଲୌକିକ ଲାଗିବ। ଆଜ୍ଞା ଆଜ୍ଞା ଅଲୌକିକ ଲାଗିଲେ ମଧ୍ୟ ଏଇଟା ଅଛି, ମୁଁ ଏଇଟା ଅନୁଭବ କରି କହୁଛି। ଆଜ୍ଞା ଯାହାକୁ ଦେଖିବେ, ଆମେ ଯାହାକୁ ପାତର ଅନ୍ତର କରୁଥିଲେ, ମନ ଶୁଦ୍ଧ ହେଇଯାଇଛି। ଆରେ ଆଜ୍ଞା ମୁଁ ଆଙ୍କୁ ଭାବୁଥିଲି ହାଡି ବାଉରି, ମୁଁ ଆଙ୍କୁ ଭାବୁଥିଲି ଗୋଟେ ମୋ ଶତ୍ରୁ, ଇଏ ମୁଁ, ଇଏ ମୁଁ, ଇଏ ମୁଁ। ଯେମିତି ମା ପ୍ରାଥମିକ ଆଜ୍ଞା ଦଶାରେ ଶିଶୁକୁ ଦେଖିଲା ବେଳେ ମା ଜାଣିଥାଏ, ଚିହ୍ନିଥାଏ, ଇଏ ମୁଁ, ମୋ ଆଜ୍ଞା ଭିତରୁ ଇଏ ମୁଁ ବାହାରିଛି, ଆଜ୍ଞା ଇଏ ମୁଁ। ବୁଝିପାରୁଛି? କିନ୍ତୁ ଆଜ୍ଞା ମା ଶିଶୁ ଭିତରେ ଟିକେ ପାର୍ଥକ୍ୟ ଥାଏ। ମା ଆଜ୍ଞା କିଛି ଦିନ ଗଲା ପରେ ମୁଁ ଭାବକୁ ଭୁଲିଯାଏ, ମୋର ଭାବକୁ ଆସିଯାଏ। କିନ୍ତୁ ଆତ୍ମ ସାକ୍ଷାତକାର ଏମିତିଆ ଗୋଟେ ବସ୍ତୁ, ସେଠି ମୁଁ, କେବଳ ମୁଁ, ମୋର ଆଜ୍ଞା ନଥାଏ, ଅଛି ସେ ଅବ୍ୟକ୍ତ ଅବସ୍ଥା। ଆଉ ସେ ଅବସ୍ଥାକୁ ଯେତେବେଳେ ସାଧକ ଅନୁଭବ କରନ୍ତି, ସେ ଅବସ୍ଥାକୁ ଆତ୍ମ ସାକ୍ଷାତକାର ନାଁ ଦେଇଛେ। ଆଜ୍ଞା ସାକ୍ଷାତକାର ମାନେ ମୁଁ ସାକ୍ଷାତକାର କରିଦେଲି, ମତେ ମୁଁ ଦେଖିଦେଲି, ମତେ ଚିହ୍ନିଦେଲି। ମୋ ବିଶ୍ୱରୂପ କୁହାଯାଇଛି। ବିଶ୍ୱରୂପ ମାନେ ବିରାଟ ରୂପ। ଆଜ୍ଞା ସାରା ବିଶ୍ୱରେ ମୁଁ ହିଁ ସମାହିତ ହେଇକି ଅଛି, ମୋ ବିନା କେହି ନାହାନ୍ତି। ବିଶ୍ୱରୂପ ମାନେ 10ଟା ମୁଣ୍ଡ ଟିଭି ଯୋଉ ଦେଖେଇଛି, 10ଟା ହାତ, ସେଇଟା ନୁହଁ। ବିଶ୍ୱରୂପ ହେଲା ସବୁଠାରେ ମୁଁ ହିଁ ସମାହିତ ହେଇକି ଅଛି, ପ୍ରତ୍ୟେକ କଣକଣିକା ଭିତରେ ମୁଁ ହିଁ ଅଛି, ବିଶ୍ୱରୂପ। ସେଇଟା ଆତ୍ମ ସାକ୍ଷାତକାର। ଆଚ୍ଛା, ଆତ୍ମ ସାକ୍ଷାତକାରର ହିଁ ସମାନ ବାଚକ ଶବ୍ଦ ହେଉଛି ନିର୍ବାଣ। ନିର୍ବାଣ, ନିର୍ବାଣ ମାନେ ମୁକ୍ତି। ମୁକ୍ତି ପ୍ରାପ୍ତ ହେଇଗଲା, ମନ ଆତ୍ମା ସାଙ୍ଗରେ ସମାହିତ ହେଇଗଲା, ସେ ସ୍ଥିତିରେ ପହଞ୍ଚିଗଲା, ସତ୍ୟକୁ ଚିହ୍ନିଦେଲା। ସତ୍ୟକୁ ଚିହ୍ନିଲା ପରେ ମୁକ୍ତ ହେଇଗଲା। ମୁକ୍ତ କିଏ ହେଲା? ମନ ହେଲା। ମନ ଯୋଉ ମାୟାରେ ନିଜକୁ ସୀମିତ ମାନିଥିଲା, ମନ ଯୋଉ ଅବିଦ୍ୟାରେ ନିଜକୁ ଦେହ କିମ୍ବା ଗୋଟେ ପୁରୁଷ କିମ୍ବା ଗୋଟେ ସ୍ତ୍ରୀ, ଗୋଟେ ଜାତି, ଗୋଟେ ଧର୍ମ, ଗୋଟେ ବର୍ଣ୍ଣ ପନ୍ଥ, ନିଜକୁ ଯୋଉ ଆକାର ରୂପ ନାମ ଦେଇଥିଲା, ଦେହ ଚିହ୍ନିଗଲା, ମୁଁ ଦେହି, ମୁଁ ଏ ଯୋଉ ମିଛ ମାନିଥିଲି, ସୀମିତ ମାନିଥିଲି, ମୁଁ ଅସୀମ। ଏଇଟା ହେଲା ନିର୍ବାଣ। ଆଉ ନିର୍ବାଣ ଆତ୍ମ ସାକ୍ଷାତକାର ଏକ। ଆଜ୍ଞା ଆମେ ବ୍ୟବହାରିକ ଭାଷାରେ ତାକୁ ବ୍ୟାଖ୍ୟା କରିବା ପାଇଁ ବିଭିନ୍ନ ଷ୍ଟାଣ୍ଡ ପଏଣ୍ଟରେ ତାକୁ ୟୁଜ କରୁଛେ, କିନ୍ତୁ ଦିଟାକ ଏକ, ଅଲଗା ନୁହେଁ। ଆଜ୍ଞା ଆଜ୍ଞା। ହଁ, ଏବେ କୁହନ୍ତୁ କଣ ଥିଲା ପ୍ରଶ୍ନ? ଯୋଉ ପରେ ମାନେ ଆମ ଭିତରେ କଣ ପରିବର୍ତ୍ତନ ଆସେ ତାପରେ? ପରିବର୍ତ୍ତନ ଏଇଆ, ସଂସ୍କାରର କିଛି ଆମ ଭିତରେ ସଂସ୍କାରର ଛାପ ଥାଏ। କିଛି ଦିନ ତ ଆମର ଶୁଦ୍ଧ ସ୍ଥିତିରେ ଆମେ ରହିବା, କିଛି ଦିନ, କେତେ ଦିନ ସେଇଟା ଏକ୍ଜାକ୍ଟଲି କହି ହବନି କେତେ ଦିନ। କାହିଁକି ନା ସେ ସାଧକର ମନ ଦଶା, ସେ ସାଧକର ଜିଜ୍ଞାସା, ସେ ସାଧକର ସାଧନା, ସେ ସାଧକର ପରିସ୍ଥିତି, ପାରିବାରିକ ସ୍ଥିତି, ତାର ଯୋଉ ମନୋଭାବ, ମନୋଦଶା, ଇଏ ସବୁ ନିର୍ଦ୍ଧାର କରେ ସେ କେତେ ଦିନ ସ୍ୱଚ୍ଛ ସ୍ଥିତିରେ ରହିଛନ୍ତି। ତ ସେ କିଛି ଦିନ ସ୍ୱଚ୍ଛ ସ୍ଥିତିରେ, ଶୁଦ୍ଧ ସ୍ଥିତିରେ ହେଇପାରେ, 2 ମାସେ ହେଇପାରେ, 3 ମାସେ ହେଇପାରେ, 10 ଦିନ ହେଇପାରେ। ମୁଁ ଯଦି ମୋ କଥା ଷ୍ଟାଣ୍ଡ ପଏଣ୍ଟ କହିବି, ମୁଁ ତ 3 ମାସେ ଏ ସ୍ଥିତିରେ ଥିଲି। ଆଜ୍ଞା ତାପରେ କଣ ହବ? ମନ ଫେରେ ବହିର୍ମୁଖୀ ହେଇଯିବ। ବହିର୍ମୁଖୀ ହେଇଯିବ କଣ? ଏ ଯୋଉ ସଂସାରକୁ ଦେଖୁଛି, ଫେର ଯୋଉ ଭାବ, ଯୋଉ ବିଚାର, ଏ ସବୁ ଆଉଥରେ ମନରେ ଆଉଥରେ ଜାଗୃତ ହବ। ଏ ସବୁ ଜାଗୃତ ହେଲା ପରେ ବି ସାଧକ ଯେହେତୁ ଚିହ୍ନି ଯାଇଥିବ ମୁଁ ଅସୀମ, ସେ ସେଠୁ ବ୍ୟବହାରିକ ଭାଷାରେ, ବ୍ୟବହାରିକ ରୂପରେ, ବ୍ୟବହାରିକ ଯୋଉ ସ୍ତରରେ ସେ ସାଧାରଣ ବ୍ୟବହାର କରୁଥିବ। ତାଙ୍କ ଭିତରେ ଯୋଉ ଅହଙ୍କାର କମି ଯାଇଥିବ, ତାଙ୍କ ଭିତରେ ସହନ ଶକ୍ତି ବଢି ଯାଇଥିବ, ତାଙ୍କ ଭିତରେ ସଂଯମତା ଆସି ଯାଇଥିବ, ତାଙ୍କୁ ଆଉଥରେ ମାୟା ବାନ୍ଧିବା ପାଇଁ ଚେଷ୍ଟା କରିବ। ଆଉଥରେ ବାନ୍ଧିବା ପାଇଁ ଚେଷ୍ଟା କରିପାରେ, ନ କରିପାରେ। ଏଇଟା ନିର୍ଭର କାହା ଉପରେ ଅଛି? ଏଇଟା ନିର୍ଭର ଅଛି ସାଧକର ସାଧନା ଉପରେ। ଏଇଟା ମୁଁ କାହିଁକି କହୁଛି? ଅନେକ ସାଧକ ଅଛନ୍ତି ଗୁମ୍ଫାରେ ତପସ୍ୟା କରି, ଛୋଟ ବେଳଠୁ ଆଧ୍ୟାତ୍ମିକତାକୁ ଆଚରଣ କରି, ସଂଯମତାକୁ ଆଚରଣ କରି ଯେ ଆତ୍ମ ସାକ୍ଷାତକାର କରିଥାନ୍ତି, ସେ ଶରୀର ଗୋଟେ ପିଓର ଷ୍ଟେଟରେ ଅଧିକ ସହଜ ଭାବରେ ରହିପାରେ। ଭାବି ନିଅନ୍ତୁ ଆମ ପରିକା ଯିଏ ଦୈନନ୍ଦିନ ଜୀବନରେ ଜୀବନ ଯାପନ କରିକିରି, ଘରେ ଗୃହସ୍ଥ ଜୀବନରେ ଥାଇକିରି, ମୁମୁକ୍ଷତ୍ୱକୁ ପ୍ରବଳିତ କରିକିରି, ବ୍ରହ୍ମ ଜିଜ୍ଞାସା ସହିତ ସାଧନା କରିକି ଯିଏ ପ୍ରାପ୍ତ କରିଥାନ୍ତି, ତାଙ୍କ ଉପରେ ଟିକେ ସଂଯମତା କମ ଥାଏ। କାହିଁକି ନା ସେ ଗୃହସ୍ଥ ଆଶ୍ରମରେ ଅଛନ୍ତି, ସେ ସଂଯମତା ତାଙ୍କ ଭିତରେ ଟିକେ ହରେଇ ବସିଛନ୍ତି। ତ କିଛି ଦିନ ଫେର ମାୟା ବାନ୍ଧିବ, ଫେର ଆଉ ଥରେ ଧୀରେ ଧୀରେ ସବୁ ସାଧନା ମାଧ୍ୟମରେ ସେ ସଂଯମ ସ୍ଥିତିକୁ ପଳେଇବେ।
ଆଉ ଏତିକି ମନେ ରଖନ୍ତୁ, ଯିଏ ଥରେ କଥା ଶାସ୍ତ୍ର ବି ପ୍ରମାଣ ନା ତଦ୍ଭାଷୟତେ ସୂର୍ୟ ନା ଶଶାଙ୍କ ନା ପାବକଃ ୟଦ୍ଗତ୍ୱା ନ ନିବର୍ତ୍ତନ୍ତେ ତଦ୍ଧାମ ପରମ ମମ। ମୋ ପରମ ଧାମକୁ ଯିଏ ଥରେ ଆସନ୍ତି ସେ ଆଉ ଯାଆନ୍ତିନି, ତାଙ୍କୁ ଆଉ ମାୟା ବାନ୍ଧେନି। ଯିଏ ଏ ସତ୍ୟକୁ ଥରେ ଅନୁଭବ କରିଦେଇଛନ୍ତି ସେ ଦେହକୁ ବିନିଯୋଗ କଲେ ମଧ୍ୟ, ଦେହର ସୁରକ୍ଷା କଲେ ମଧ୍ୟ ଦେହର ରୋଗରେ ଦେହର ପୀଡ଼ାରେ ଅଧିକ ପୀଡ଼ିତ ହେବେନି। ଅଧିକ ତ ଏଇଟା ସବୁଠୁ ତାଙ୍କ ଭିତରେ ସଂଯମତା ବଢିଯାଏ, ସମଦୃଷ୍ଟି ଆସେ।